ଚାଲନ୍ତୁ ନଜର ପକାଇବା ଏକ ବଡ଼ ଖବର ଉପରେ। ଯୁବପିଢ଼ିଙ୍କୁ ପ୍ରତି ମାସକୁ ମିଳିବ 5,000 ଟଙ୍କା। ସୂଚନା ଅନୁଯାୟୀ ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର 12ରୁ ଅନଲାଇନ୍ ଆବେଦନ ଆରମ୍ଭ ହେବାକୁ ଯାଉଛି। ଇଣ୍ଟର୍ନସିପ୍ ବର୍ଷେ ହେବ ଏବଂ ଏଥିରେ ମନୋନୀତ ଯୁବକମାନଙ୍କୁ ପ୍ରତି ମାସରେ 5,000 ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଏହା ବ୍ୟତୀତ ନିଜେ ଇଣ୍ଟର୍ନସିପ୍ ଆରମ୍ଭ କଲେ 6,000 ଟଙ୍କା ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣ ସମୟରେ ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ଅଧୀନରେ ଯୁବକମାନେ ଭାରତର ଶ୍ରେଷ୍ଠ 500 କମ୍ପାନୀରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପାଇବେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆସନ୍ତା 5 ବର୍ଷରେ ଦେଶର 1 କୋଟି ଯୁବକଙ୍କ ଦକ୍ଷତା ବିକାଶ କରିବା। ପିଏମ୍ ଇଣ୍ଟର୍ନସିପ୍ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ 6,000 ଟଙ୍କା ଏବଂ ମାସିକ 5,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ 1.25 ଲକ୍ଷ ଯୁବକଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବାର ଯୋଜନା ରହିଛି। ଏହି ଯୋଜନାରେ 800 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଦେଶର ଅନେକ କମ୍ପାନୀ ଏହି ଯୋଜନାରେ ଆଗ୍ରହ ଦେଖାଇଛନ୍ତି। ସମ୍ପ୍ରତି ଟ୍ରାଭେଲ୍ ବୁକିଂ ପ୍ଲାଟଫର୍ମ ଇଜି ମାଇ ଟ୍ରିପ୍ ଆସନ୍ତା 3ରୁ 6 ମାସ ମଧ୍ୟରେ 500ରୁ ଅଧିକ ଇଣ୍ଟର୍ନ ନିଯୁକ୍ତି ଘୋଷଣା କରିଛନ୍ତି। ଯୁବକମାନେ ଏହି ଯୋଜନା ପାଇଁ 12 ଅକ୍ଟୋବର ମଧ୍ୟରାତ୍ରିରୁ ଆବେଦନ କରିପାରିବେ। ପିଏମ୍ ଇଣ୍ଟର୍ନସିପ୍ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅକ୍ଟୋବର 12 ମଧ୍ୟରାତ୍ରିରୁ www.pminternship.mca.gov.in ୱେବସାଇଟ୍ରେ ପଞ୍ଜୀକରଣ କରିପାରିବେ। ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ତାଲିକା ଅକ୍ଟୋବର 26 ସୁଦ୍ଧା କମ୍ପାନୀଗୁଡ଼ିକୁ ଦିଆଯିବ। ବିଜୟ ଦଶମୀ ଦିନ ଏହି ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର 111 କମ୍ପାନୀ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତେଲେଙ୍ଗାନା ଏବଂ ଗୁଜରାଟ ରାଜ୍ୟଗୁଡ଼ିକରେ ମଧ୍ୟ ରହିଛନ୍ତି। ସରକାରଙ୍କଠାରୁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ତାଲିକା ପାଇବା ପରେ କମ୍ପାନୀଗୁଡ଼ିକ ଅକ୍ଟୋବର 27ରୁ ଚୂଡ଼ାନ୍ତ ଚୟନ କରିବେ। ଏହାପରେ ଡିସେମ୍ବର 2ରେ ଇଣ୍ଟର୍ନସିପ୍ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ମନୋନୀତ ହୋଇଥିବା ଯୁବକମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ବୀମା କଭର ପ୍ରଦାନ କରାଯିବ। ସରକାର ନିଜ ତରଫରୁ ଏହାର ପ୍ରିମିୟମ୍ ଦେବେ। ଏହା ବ୍ୟତୀତ କମ୍ପାନୀଗୁଡ଼ିକ ଅତିରିକ୍ତ ଦୁର୍ଘଟଣା ବୀମା କଭର ମଧ୍ୟ କରିପାରିବେ। ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ର ଲାଭ ପାଇବା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା 21ରୁ 24 ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଏହା ବ୍ୟତୀତ ପରିବାରର ବାର୍ଷିକ ଆୟ 8 ଲକ୍ଷରୁ ଅଧିକ ହେଲେ ଆବେଦନ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ବର୍ତ୍ତମାନ ଆନୁଷ୍ଠାନିକ ଡିଗ୍ରୀ ପାଠ୍ୟକ୍ରମ କିମ୍ବା ଚାକିରି କରୁଥିବା ଲୋକଙ୍କୁ ଏହି ଯୋଜନାରେ ସୁବିଧା ଦିଆଯିବ ନାହିଁ। ତଥାପି ଏହିପରି ପ୍ରାର୍ଥୀମାନେ ଅନଲାଇନ୍ ପାଠ୍ୟକ୍ରମ କିମ୍ବା ଧନ୍ଦାମୂଳକ ତାଲିକାର ଏକ ଅଂଶଗ୍ରହଣ ହୋଇପାରନ୍ତି। ରହୁଛି, ନମସ୍କାର।